ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ 3 ଅଭିଯୁକ୍ତଙ୍କୁ ଗିରଫ କଲା ଗୁଡ଼ାରୀ ପୋଲିସ। ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଥାନା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଘଟଣାରେ 3 ଜଣ ଯୁବକଙ୍କୁ ଗିରଫ କରି ଆଜି ଅର୍ଥାତ୍ ବୁଧବାର ଅପରାହ୍ନ ପ୍ରାୟ 4 ଘଟିକା ସମୟରେ କୋର୍ଟ ଚାଲାଣ କଲା ଗୁଡ଼ାରୀ ପୋଲିସ। ଗିରଫ ସମସ୍ତ ଯୁବକ ଏହି ଥାନା ଅନ୍ତର୍ଗତ ନାଇରା ଗ୍ରାମ ନିକଟରେ ବୋଲି ଜଣାପଡ଼ିଛି। ଗତ 6 ତାରିଖ ଦିନ ଅପରାହ୍ନରେ ଗୁଡ଼ାରୀ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଥିଲା। ଏହି ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ନେଇ ଗୁଡ଼ାରୀ ଥାନାରେ ଅଭିଯୋଗ ହୋଇଥିଲା। ଘଟଣାକୁ ନେଇ ପୀଡ଼ିତାଙ୍କ ମା ଗୁଡ଼ାରୀ ଥାନାରେ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ପରିବାରବର୍ଗଙ୍କ ଅଭିଯୋଗ ଅନୁଯାୟୀ ଗତ 6 ତାରିଖ ଦିନ ପୀଡ଼ିତା ଜଣକ ପରିବାରର ଅନ୍ୟ ସଦସ୍ୟଙ୍କ ସହ କପା ତୋଳିବାକୁ ନିକଟସ୍ଥ କପା ବାଡ଼କୁ ଯାଇଥିଲେ। କପା ତୋଳି ପୀଡ଼ିତା ଜଣକ ଘରକୁ ଫେରିବା ସମୟରେ ଏହି 3 ଜଣ ଯୁବକ ପୀଡ଼ିତାଙ୍କୁ ଉଠାଇ ନେଇ କାଜୁ ତୋଟାରେ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଗୁଡ଼ାରୀ ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ 3 ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି।